ଚଳିତ ବର୍ଷ 2023 ଆରମ୍ଭରୁ ଶାହରୁଖ ଖାନ ଦୁଇଟି ଫିଲ୍ମ କଲେ ଏବଂ ବକ୍ସ ଅଫିସରୁ 2000 କୋଟି ଟଙ୍କା ନେଲେ। ଏବେ ପୁଣି ଆସୁଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଅଭିନୀତ ଫିଲ୍ମ ଡଙ୍କି। ଡଙ୍କିକୁ ନେଇ ଯେଭଳି ରିଲିଜ୍ ହେବାର ପ୍ରଶ୍ନ ଉଠୁଛି, ଶାହରୁଖ ଖାନ ପୁଣି ଥରେ 1000 କୋଟି ଟଙ୍କା ପର୍ଯ୍ୟନ୍ତ ଡଙ୍କିରୁ ଇନକମ୍ କରିପାରନ୍ତି। ତେବେ ବଲିଉଡ୍ ବାଦଶାହ ଶାହରୁଖ ଖାନ ତାଙ୍କର ଅପକମିଂ ଫିଲ୍ମ ଡଙ୍କି ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ। ଏହା ଏବେ ଦୁବାଇ ଏବଂ ୟୁଏଇରେ ବହୁତ ଜୋରସୋରରେ ରିଲିଜ୍ କରାଯିବାର ନେଇ ପ୍ରଶ୍ନ ଉଠୁଛି। ତେବେ ଶାହରୁଖ ଖାନଙ୍କ ଡଙ୍କି ହୃଦୟ ଜିତିଛି। ଯେତେବେଳେ ଶାହରୁଖ ଖାନଙ୍କ କ୍ୟାରିୟର ବହୁତ ତଳ ଆଡ଼କୁ ଯାଉଥିଲା, ସେତେବେଳେ ପ୍ରଥମେ ଶାହରୁଖ ଖାନଙ୍କ ଫିଲ୍ମ ପଠାନ ରିଲିଜ୍ ହେଲା। ପଠାନ ରିଲିଜ୍ ହେବା ପୂର୍ବରୁ ବହୁତ କାଉଣ୍ଟଡାଉନ୍ ସହିତ ଫିଲ୍ମକୁ ବହୁତ ନେପୋଟିଜମର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ପଠାନଟି ସିନେମା ଘରରେ 30 ଦିନ ଚାଲି ବ୍ଲକବଷ୍ଟର ସାବିତ ହୋଇ 1000 କୋଟି ଟଙ୍କା ଇନକମ୍ କଲା। ପୁଣି ପରେ ପରେ ଯବାନ ଫିଲ୍ମକୁ ରିଲିଜ୍ କରାଗଲା। ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ ସାଉଥ୍ ଷ୍ଟାରଙ୍କୁ ନେଇ ବହୁତ ଜଲବା ଦେଖାଇଲା ଏବଂ ବଲିଉଡ୍ ବକ୍ସ ଅଫିସରେ 1100 କୋଟି ଟଙ୍କାର ଇନକମ୍ କଲା। ଏବେ ପୁଣି ଥରେ ରାଜକୁମାର ହିରାନୀଙ୍କ ସହିତ ଫିଲ୍ମ କରିଛନ୍ତି ଶାହରୁଖ ଖାନ। ଶାହରୁଖ ଖାନଙ୍କ ଏଭଳି ଫିଲ୍ମ ପୁଣି ଥରେ 1000 କୋଟି ଟଙ୍କା ଇନକମ୍ କରିବ ବୋଲି କୁହାଯାଉଛି। ତେବେ ଶାହରୁଖ ଖାନଙ୍କ ଫିଲ୍ମ 1000 କୋଟି ଟଙ୍କା ଇନକମ୍ କଲେ ଚଳିତ ବର୍ଷ ଶାହରୁଖ ଖାନ ବକ୍ସ ଅଫିସରୁ 3000 କୋଟି ଟଙ୍କା ଉଠାଇବେ ଏବଂ ଶାହରୁଖ ଖାନ ଚଳିତ ବର୍ଷର ସବୁଠାରୁ ବଡ଼ ଅଭିନେତା ପାଲଟିବେ। ନା କେହି ଶାହରୁଖ ଖାନଙ୍କ ସମର୍ଥକ ହୋଇପାରିବେ, ନା କେହି ଶାହରୁଖ ଖାନଙ୍କ ଭଳି ରୋଜଗାର କରିପାରିବେ। ଡଙ୍କିର ରନ୍ ଟାଇମ୍ ରହିଛି 2 ଘଣ୍ଟା 41 ମିନିଟ୍। ଏହି ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ସିନେମା ଘରେ ରିଲିଜ୍ ହେବ। ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏହା ସହିତ କିଙ୍ଗ ଖାନଙ୍କ ଫିଲ୍ମ ବିଷୟରେ ଦର୍ଶକଙ୍କ ଉତ୍ସାହ ଏବଂ ଆଡଭାନ୍ସ ବୁକିଂ ୱିଣ୍ଡୋରେ ଦେଖାଯାଉଛି, ଯେଉଁଥିରେ ଫିଲ୍ମ ରେକର୍ଡ କରିବା ଆରମ୍ଭ କରିସାରିଛି। ତେବେ ପୂର୍ବରୁ ଶାହରୁଖ ଖାନଙ୍କର ଦୁଇଟି ଫିଲ୍ମ ବହୁତ ବଡ଼ ବଡ଼ ରେକର୍ଡ କରିସାରିଛି। ଦୁଇଟି ଫିଲ୍ମ ବକ୍ସ ଅଫିସରୁ ପାଖାପାଖି 2000 କୋଟି ଟଙ୍କା ଉଠାଇ ନେଇଛି। ଏବେ ପୁଣି ଥରେ ଶାହରୁଖ ଖାନଙ୍କ ଫିଲ୍ମ ଡଙ୍କି ରିଲିଜ୍ ହେଲେ ବକ୍ସ ଅଫିସରୁ ପୁଣି ଥରେ 1000 କୋଟି ଟଙ୍କା ଉଠାଇବାକୁ ନେଇ ଦର୍ଶକ ଚାହିଁ ରହିଛନ୍ତି। ତେବେ ଶାହରୁଖ ଖାନଙ୍କ ଡଙ୍କି ଫିଲ୍ମ ଏବଂ ତିନୋଟି ଫିଲ୍ମ ମିଶିଲେ ପ୍ରାୟ 3000 କୋଟି ଟଙ୍କା ଗୋଟିଏ ବର୍ଷରେ ଶାହରୁଖ ଖାନ ନେଇଛନ୍ତି।